କାଲି ଆମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଆସିଛି ୱାଶିଂଟନରୁ ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କ ପାଖରୁ। କାହା ଦ୍ୱାରା ନା ଭାରତରେ ବସବାସ କରୁଥିବା ଆମେରିକାର ରାଷ୍ଟ୍ରଦୂତଙ୍କ ଦ୍ୱାରା। ଏଥିରେ ଉଲ୍ଲେଖ ଅଛି 16 ଜାନୁଆରୀରେ ଗାଜା ପାଇଁ ଏକ ଶାନ୍ତି ବୈଠକ ଶାନ୍ତି କମିଟି ଗଠନ କରିଛନ୍ତି, ଯେଉଁଥିରେ କି ବିଭିନ୍ନ ପ୍ରକାର ଦେଶମାନଙ୍କୁ ସବୁ ସାମିଲ କରିଛନ୍ତି, ପ୍ରଭାବଶାଳୀ ଦେଶମାନଙ୍କୁ। କାହିଁକି ନା ଗାଜାରେ ଯେତେବେଳେ ଇସ୍ରାଏଲ ହମାସ ବିଦ୍ରୋହୀମାନଙ୍କୁ ନିପାତ କରିବା ପାଇଁ ଯୁଦ୍ଧ କରୁଥିଲା, ଗାଜାପଟି ପୁରା ଧ୍ୱଂସ ବିଧ୍ୱଂସ। ତେଣୁକରି ସେଗୁଡ଼ିକୁ ରିକନଷ୍ଟ୍ରକ୍ସନ୍ ଏବଂ ସେଠି କେମିତି ମେଡ଼ିକାଲ ଏବଂ ଲୋକମାନଙ୍କର ବସବାସ କେମିତି ଉନ୍ନତ ହୋଇପାରିବ, ସେଗୁଡ଼ିକୁ ଦୃଷ୍ଟିରେ ରଖି ଶାନ୍ତି କମିଟି ଆମେରିକା ପ୍ରସ୍ତୁତ କରିଛି। ସେଥିରେ ବିଭିନ୍ନ ଦେଶମାନଙ୍କୁ ନିମନ୍ତ୍ରଣ କରିଛି। ଆର୍ଜେଣ୍ଟିନା, କାନାଡ଼ା, ପାକିସ୍ତାନକୁ ଧରିକରି ୟୁନାଇଟେଡ୍ କିଙ୍ଗଡମ୍ ଏବଂ ୱାର୍ଲଡ ବ୍ୟାଙ୍କର ମୁଖ୍ୟ ସମସ୍ତଙ୍କୁ ନିମନ୍ତ୍ରଣ କରିଛି। ସେଥିରେ ଆପଣ ତ ଜାଣିଥିବେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ଲଗାଇ କୋଭଳି ଭାବରେ ଅତ୍ୟାଚାର କରୁଛନ୍ତି ଏବଂ ପଛରେ ମୋଦିଙ୍କୁ ଭଲ ବନ୍ଧୁ କହି ମଧ୍ୟ ଛଳନା କରୁଛନ୍ତି। ଟାରିଫ୍ ଧମକକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କର ସାରା ଭାରତବର୍ଷରେ ଯେଉଁ ପ୍ରତିକ୍ରିୟା ଅଛି